ଆଖି ବନ୍ଦ କରି ଭାବନ୍ତୁ ଗୋଟିଏ ବିପ୍ଳବ ଯିଏ ରାଜାଙ୍କୁ ସିଂହାସନରୁ ଓହ୍ଲାଇ ଦେଲା, ପୂରା ସମାଜର ନୀତି ନିୟମକୁ ଉଲ୍ଟାପାଲଟ କରିଦେଲା, ଆଉ ସ୍ୱାଧୀନତା ଓ ସମାନତାର ନାରା ସାରା ଦୁନିଆରେ ଗୁଞ୍ଜରିତ କଲା। ହଁ, ଆମେ କଥା ହେଉଛେ ଫରାସୀ ବିପ୍ଳବ ବିଷୟରେ, ଗୋଟିଏ ଏମିତି ଘଟଣା ଯାହା ଆଧୁନିକ ୟୁରୋପର ମୂଳଦୁଆ ପକାଇଥିଲା। ତେବେ ଆସନ୍ତୁ ଜାଣିବା ଏସବୁ କେମିତି ଆଉ କାହିଁକି ହେଲା। ସତ କହିବାକୁ ଗଲେ 1799 ବେଳକୁ ଫ୍ରାନ୍ସର ଅବସ୍ଥା ଭାରି ଖରାପ ଥିଲା। ମାନେ ଗୋଟେ ବାରୁଦ ସ୍ତୂପ ଉପରେ ବସିଲା ଭଳି। ସମାଜ ଭିତରେ ଅସନ୍ତୋଷର ନିଆଁ କୁହୁଳୁଥିଲା, ରାଜାଙ୍କ ଶାସନ ଦିନକୁ ଦିନ ଦୁର୍ବଳ ହେଉଥିଲା, ଆଉ ଲୋକଙ୍କର ଧୈର୍ଯ୍ୟ ସେଇଟା ତ ପୂରାପୂରି ସରିଯାଇଥିଲା। ବାସ୍, ଗୋଟେ ବଡ଼ ବିସ୍ଫୋରଣ ପାଇଁ ସବୁକିଛି ପ୍ରସ୍ତୁତ ହୋଇସାରିଥିଲା। କିନ୍ତୁ ପ୍ରଶ୍ନ ହେଉଛି, ସେ ବାରୁଦ ସ୍ତୂପରେ ନିଆଁର ଚିଙ୍ଗାରିଟା ଆସିଲା କୋଉଠୁ? କ'ଣ ଥିଲା ସେ କାରଣ ଯାହା ଇତିହାସର ଏତେ ବଡ଼ ବିପ୍ଳବକୁ ଜନ୍ମ ଦେଲା? ଆସନ୍ତୁ ଟିକେ ଗଭୀରକୁ ଯାଇ ଏହାର କାରଣଗୁଡ଼ିକୁ ଖୋଜି ବାହାର କରିବା। ତେବେ ଆମେ ଆସିଗଲେ ଆମର ପ୍ରଥମ ଭାଗକୁ, ବିପଦ ମୁହଁରେ ଫ୍ରାନ୍ସ। ଏଠି ଆମେ ଦେଖିବା ସେତେବେଳର ସମାଜ, ଅଭାବ ଆଉ ରାଜକୋଷର ଖର୍ଚ୍ଚ ବିଷୟରେ। ମୋଟାମୋଟି ଭାବେ କହିବାକୁ ଗଲେ ଏହି ବିପ୍ଳବ ପଛରେ ମୁଖ୍ୟତଃ 3ଟି କାରଣ ଥିଲା: ସମାଜରେ ଥିବା ଭେଦଭାବ, ଦେଶର ଭୟଙ୍କର ଆର୍ଥିକ ଅବସ୍ଥା ଆଉ ରାଜାଙ୍କର ଅଢେଲା ଖର୍ଚ୍ଚ। ଦେଖନ୍ତୁ, ଏହି ଚିତ୍ରରୁ ସବୁକିଛି ସ୍ପଷ୍ଟ ହୋଇଯିବ। ସେତେବେଳର ଅସମାନତା କେତେ ଭୟଙ୍କର ଥିଲା ଟିକେ ଭାବନ୍ତୁ। ମାତ୍ର 10% ଲୋକ, ମାନେ ଧର୍ମଯାଜକ ଆଉ ଅଭିଜାତ ବର୍ଗ, ସେମାନଙ୍କ ପାଖରେ ଥିଲା ଦେଶର 60% ଜମି, ଆଉ ବାକି 90% ସାଧାରଣ ଲୋକ, ସେମାନେ ମାତ୍ର 40% ଜମିରେ ହିଁ କୌଣସି ମତେ ଚଳୁଥିଲେ। ଏତେ ବଡ଼ ଅନ୍ୟାୟ ତ ଅସନ୍ତୋଷର ନିଆଁ ଲଗେଇବ ହିଁ ଲଗେଇବ। ଆଉ ଅନ୍ୟାୟ କେବଳ ଜମିରେ ନଥିଲା, ଟିକସ ବ୍ୟବସ୍ଥାରେ ବି ଥିଲା। ଏଇଟା ତ ଆହୁରି ଆଶ୍ଚର୍ଯ୍ୟଜନକ। ଯେଉଁମାନେ ଧନୀ ଆଉ ପ୍ରଭାବଶାଳୀ, ମାନେ ପ୍ରଥମ ଆଉ ଦ୍ୱିତୀୟ ଏଷ୍ଟେଟ୍, ସେମାନେ କୌଣସି ଟିକସ ଦେଉନଥିଲେ। କିଛି ବି ନୁହେଁ। ଆଉ ସରକାର ଚଲେଇବାର ପୂରା ବୋଝ ସେଟା କାହା ଉପରେ ଥିଲା? ସେଇ ସାଧାରଣ 90% ଲୋକଙ୍କ ଉପରେ। ଏମିତି ଶୋଷଣ କେତେ ଦିନ ଆଉ ସହ୍ୟ କରାଯାଇପାରିବ? ତେବେ ଗୋଟେ ପଟେ ଥିଲା ସାମାଜିକ ଅନ୍ୟାୟ, ଆଉ ଅନ୍ୟପଟେ ଥିଲା ପେଟର ଜ୍ୱାଳା। ସେତେବେଳେ ଜନସଂଖ୍ୟା ତ ବଢ଼ୁଥିଲା, କିନ୍ତୁ ଖାଦ୍ୟ ନଥିଲା। ପାଉଁରୁଟି, ଯାହା ଲୋକଙ୍କର ମୁଖ୍ୟ ଖାଦ୍ୟ ଥିଲା, ତାର ଦାମ ଆକାଶ ଛୁଉଁଥିଲା। ହେଲେ ମଜୁରୀ, ସେଟା ସେମିତି ହିଁ ଥିଲା। ତେବେ ଭାବନ୍ତୁ, ଦିଓଳି ଖାଇବାକୁ ନ ପାଇଲେ ଲୋକଙ୍କ ମନରେ କ୍ରୋଧ ଆସିବନି ତ ଆଉ କ'ଣ ଆସିବ? ଏବେ ଆମେ ଆମର ପରବର୍ତ୍ତୀ ଭାଗକୁ ଯିବା, ଜନତାଙ୍କ ବିଦ୍ରୋହ। ଏଠାରେ ଆମେ ଦେଖିବା କେମିତି କିଛି ନୂଆ ଚିନ୍ତାଧାରା ଲୋକଙ୍କ ମନରେ ଥିବା ଏହି ଅସନ୍ତୋଷର ନିଆଁରେ ଘିଅ ଢାଳିବାର କାମ କଲା, ଆଉ ଶେଷରେ ଏହି କୁହୁଳୁଥିବା ନିଆଁ ଏକ ବିରାଟ ବିପ୍ଳବର ରୂପ ନେଲା। ଆଉ ଏହି ଚିନ୍ତାଧାରାର ନେତୃତ୍ୱ ନେଉଥିଲେ ରୁସୋଙ୍କ ଭଳି ଦାର୍ଶନିକମାନେ। ତାଙ୍କର ଏହି ଗୋଟିଏ ଧାଡ଼ି କଥାକୁ ଟିକେ ଶୁଣନ୍ତୁ। ମଣିଷ ସ୍ୱାଧୀନ ଭାବେ ଜନ୍ମ ହୁଏ, କିନ୍ତୁ ସବୁଠି ସେ ଶିକୁଳିରେ ବନ୍ଧା। ଏହି କଥାଗୁଡ଼ିକ ଲୋକଙ୍କ ମନରେ ଏକ ପ୍ରକାରର ବିଦ୍ୟୁତ୍ ସୃଷ୍ଟି କଲା। ସେମାନେ ପ୍ରଥମ ଥର ପାଇଁ ରାଜତନ୍ତ୍ର ଆଉ ଜନ୍ମରୁ ମିଳୁଥିବା ବିଶେଷ ଅଧିକାର ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେ। ଆଉ ତାପରେ 1799ରେ ଘଟଣାଗୁଡ଼ିକ ଏତେ ଦ୍ରୁତ ଗତିରେ ଘଟିଲା ଯେ କେହି କିଛି ବୁଝିପାରିଲେନି। ଦେଖନ୍ତୁ, ମେ ମାସରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ସଭା ଡକାଗଲା। ଜୁନ୍ ବେଳକୁ ଟେନିସ୍ କୋର୍ଟରେ ଶପଥ ନିଆଗଲା, ଆଉ ଜୁଲାଇ 14ରେ ସିଧା ବାଷ୍ଟିଲ୍ ଦୁର୍ଗ ଉପରେ ଆକ୍ରମଣ। ମାନେ କେଇଟା ମାସ ଭିତରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏକ ହିଂସାତ୍ମକ ବିଦ୍ରୋହରେ ବଦଳିଗଲା। ଏହାପରେ ଆଉ ପଛକୁ ଫେରି ଦେଖିବାର କୌଣସି ସୁଯୋଗ ନଥିଲା। ହେଲେ ଗୋଟେ କଥା ମନେ ରଖିବା ଦରକାର, ବିପ୍ଳବୀମାନେ କେବଳ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବାରେ ଲାଗିନଥିଲେ, ସେମାନେ ଏକ ନୂଆ ସମାଜ ଗଢ଼ିବାକୁ ବି ଚେଷ୍ଟା କରୁଥିଲେ। ଆଉ ତାର ସବୁଠୁ ବଡ଼ ପ୍ରମାଣ ଥିଲା ମାନବ ଓ ନାଗରିକ ଅଧିକାରର ଘୋଷଣାନାମା। ଏହା ଏକ ଏମିତି ଦସ୍ତାବେଜ ଥିଲା ଯିଏ କହୁଥିଲା ଯେ ସ୍ୱାଧୀନତା, ସମ୍ପତ୍ତି, ସୁରକ୍ଷା ଏସବୁ ହେଉଛି ମଣିଷର ପ୍ରାକୃତିକ ଅଧିକାର। ଆମେ ଏବେ ପହଞ୍ଚିଗଲୁ ଆଉ ଏକ ନୂଆ ଭାଗରେ, ବିପ୍ଳବର ଉଗ୍ର ରୂପ। କାରଣ କାହାଣୀ ଏଇଠୁ ଏକ ଅନ୍ଧକାରମୟ ମୋଡ଼ ନେବାକୁ ଯାଉଛି। ସ୍ୱାଧୀନତାର ସେହି ସୁନ୍ଦର ଆଦର୍ଶଗୁଡ଼ିକୁ ଖୁବ୍ ଶୀଘ୍ର ଏକ ବହୁତ ବଡ଼ ଆଉ ଭୟଙ୍କର ପରୀକ୍ଷାର ସାମ୍ନା କରିବାକୁ ପଡ଼ିଲା। ଆଉ ଏଇଠି ହିଁ ସବୁଠୁ ବଡ଼ ପ୍ରଶ୍ନଟା ସାମ୍ନାକୁ ଆସେ। ଯେଉଁ ବିପ୍ଳବ ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିଲା, ସେଇଟା ଏତେ ହିଂସ୍ର କେମିତି ହୋଇଗଲା? ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ଗୋଟେ ଆନ୍ଦୋଳନ ନିଜ ଲୋକଙ୍କ ରକ୍ତରେ ହାତ ରଙ୍ଗେଇଲା କେମିତି? ଏହାର ଉତ୍ତର ହେଉଛି ଭୟ, ସନ୍ଦେହ ଆଉ କ୍ଷମତାର ଲୋଭ। ଇତିହାସରେ ଏହି ସମୟକୁ ଆତଙ୍କର ଶାସନ ବା ରେନ୍ ଅଫ୍ ଟେରର ବୋଲି କୁହାଯାଏ। ଏହାର ନେତୃତ୍ୱ ନେଉଥିଲେ ରବେସ୍ପିୟର ଆଉ ତାଙ୍କର ଜାକୋବିନ୍ ଗୋଷ୍ଠୀ।
ସେମାନେ ଭାବୁଥିଲେ ଯେ ବିପ୍ଳବ ଭିତରେ ଲୁଚି ରହିଥିବା ଶତ୍ରୁମାନଙ୍କୁ ସଫା କରିବାକୁ ପଡ଼ିବ ଆଉ ତାର ଉପାୟ ଥିଲା ଗିଲୋଟିନ୍। ଟିକେ ବି ସନ୍ଦେହ ହେଲେ ସିଧା ମୃତ୍ୟୁଦଣ୍ଡ। ଆଉ ଏ ଆତଙ୍କ କେତେ ଭୟଙ୍କର ଥିଲା ତାର ଅନ୍ଦାଜ ଏହି ସଂଖ୍ୟାରୁ ଲଗେଇ ହେବ। କେବଳ ପ୍ୟାରିସ୍ ସହରରେ ସରକାରୀ ଭାବେ ପ୍ରାୟ 1400 ଲୋକଙ୍କୁ ମାରି ଦିଆଗଲା। ଆଉ ପୁରା ଦେଶର କଥା ତ ଛାଡ଼ନ୍ତୁ, ସଂଖ୍ୟା ହଜାର ହଜାର ଥିଲା। ଏମିତି ଲାଗୁଥିଲା ସତେ ଯେମିତି ବିପ୍ଳବ ନିଜ ସନ୍ତାନମାନଙ୍କୁ ହିଁ ଛାଇବାକୁ ଆରମ୍ଭ କରିଦେଇଛି। ଆସନ୍ତୁ ଏବେ ଆମ ପରବର୍ତ୍ତୀ ବିଷୟକୁ ଯିବା, ଆତଙ୍କରୁ ସମ୍ରାଟ ପର୍ଯ୍ୟନ୍ତ। କାରଣ ଏତେ ରକ୍ତପାତ ପରେ ପୁରା ଫ୍ରାନ୍ସ କ୍ଲାନ୍ତ ଆଉ ଅସ୍ଥିର ହୋଇପଡ଼ିଥିଲା। ଆଉ ରାଜନୀତିରେ ଯେତେବେଳେ ବି କ୍ଷମତା ଶୂନ୍ୟ ହୁଏ, ସେତେବେଳେ କେହି ଜଣେ ନୂଆ ଖେଳାଳି ସାମ୍ନାକୁ ଆସେ। ତେବେ ଏହି ନୂଆ ଖେଳାଳି ପାଇଁ ରାସ୍ତା କେମିତି ତିଆରି ହେଲା? ଦେଖନ୍ତୁ, ପ୍ରଥମେ ତ ରୋବେସ୍ପିୟରକୁ ହିଁ ମାରିଦିଆଗଲା ଆଉ ଆତଙ୍କର ଶାସନ ସରିଗଲା। ତାପରେ ଆସିଲା ଡିରେକ୍ଟୋରୀ ନାଁରେ ଗୋଟେ ଦୁର୍ବଳ ସରକାର। କିନ୍ତୁ ଏ ସରକାର ଦୁର୍ନୀତି ଆଉ ଅସ୍ଥିରତାରେ ବୁଡ଼ି ରହିଥିଲା। ଆଉ ଏହି ସୁଯୋଗର ଫାଇଦା ଉଠେଇଲେ ଜଣେ ୟୁବା ଜେନେରାଲ ନେପୋଲିୟନ ବୋନାପାର୍ଟ। ହଁ, ସେହି ନେପୋଲିୟନ ବୋନାପାର୍ଟ 1799ରେ ସେ ସାମରିକ ବିଦ୍ରୋହ କରି କ୍ଷମତାକୁ ଆସିଲେ ଆଉ ନିଜକୁ ପ୍ରଥମ କନସୁଲ ଘୋଷଣା କଲେ। ଆଉ ଏହା ସହିତ 10 ବର୍ଷ ଧରି ଚାଲିଥିବା ଫରାସୀ ବିପ୍ଳବର ଅନ୍ତ ହେଲା। କିନ୍ତୁ କେମିତିକା ଅନ୍ତ? ରାଜତନ୍ତ୍ରକୁ ହଟେଇବା ପାଇଁ ଆରମ୍ଭ ହୋଇଥିବା ବିପ୍ଳବ ଶେଷ ହେଲା ଆଉ ଜଣେ ଏକଛତ୍ରବାଦୀ ଶାସକଙ୍କ ହାତରେ। ତେବେ ଏବେ ଆସିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏସବୁର ଫଳ କ'ଣ ହେଲା? ଏତେ ସଂଘର୍ଷ, ଏତେ ରକ୍ତପାତ ପରେ ଦୁନିଆକୁ ମିଳିଲା କ'ଣ? ଆସନ୍ତୁ ଆମର ଶେଷ ଭାଗରେ ଏହି ବିପ୍ଳବର ସ୍ଥାୟୀ ଉତ୍ତରାଧିକାର ଉପରେ ନଜର ପକାଇବା। ଦେଖନ୍ତୁ, ଏହାର ପ୍ରଭାବ କେବଳ ଫ୍ରାନ୍ସ ଭିତରେ ସୀମିତ ନଥିଲା। ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ ଏହି ତିନୋଟି ଶବ୍ଦ ସାରା ଦୁନିଆରେ ଖେଳିଗଲା। ଏହା ଜାତୀୟତାବାଦକୁ ଜନ୍ମ ଦେଲା ଆଉ ବିଶ୍ୱର ଅନେକ ବିପ୍ଳବକୁ ପ୍ରେରଣା ଦେଲା। ଆଉ ଗୋଟେ ମଜା କଥା ଜାଣିଛନ୍ତି, ଆମେ ଆଜି ଯେଉଁ ମିଟର, କିଲୋଗ୍ରାମ ବା ମେଟ୍ରିକ୍ ସିଷ୍ଟମ ବ୍ୟବହାର କରୁଛେ, ତାର ଆରମ୍ଭ ବି ଏହି ବିପ୍ଳବ ସମୟରେ ହିଁ ହୋଇଥିଲା। କିନ୍ତୁ ସମସ୍ତଙ୍କ ପାଇଁ ଏ ବିପ୍ଳବ ସମାନ ଫଳ ଆଣିନଥିଲା, ବିଶେଷ କରି ମହିଳାମାନଙ୍କ ପାଇଁ। ହଁ, ସେମାନେ ଆନ୍ଦୋଳନରେ ବହୁତ ସକ୍ରିୟ ଥିଲେ ଆଉ କିଛି ଅଧିକାର ପାଇଲେ ମଧ୍ୟ, ଯେମିତିକି ବାଧ୍ୟତାମୂଳକ ଶିକ୍ଷା ଆଉ ବିବାହ ବିଚ୍ଛେଦର ଅଧିକାର। କିନ୍ତୁ ଯେତେବେଳେ ରାଜନୈତିକ ଅଧିକାର କଥା ଆସିଲା, ସେମାନଙ୍କୁ ପଛକୁ ଠେଲି ଦିଆଗଲା। ଏପରିକି ଭୋଟ ଦେବାର ଅଧିକାର ପାଇଁ ଫ୍ରାନ୍ସର ମହିଳାମାନଙ୍କୁ 1946 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ଶେଷରେ ଗୋଟିଏ ପ୍ରଶ୍ନ ରହିଯାଉଛି, ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱ ଏହି ମହାନ ଆଦର୍ଶଗୁଡ଼ିକ ପାଇଁ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିଲା?